ପଞ୍ଚାୟତରେ ମୋତିଆବିନ୍ଦୁ ଚିହ୍ନଟ ଶିବିର। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ କୁଆଁର ଗ୍ରାମ ପଞ୍ଚାୟତରେ ଆୟୋଜିତ ହୋଇଯାଇଛି ମୋତିଆବିନ୍ଦୁ ଚିହ୍ନଟ ଶିବିର। ଏହି ମୋତିଆବିନ୍ଦୁ ଚିହ୍ନଟ ଶିବିରରେ କୁଆଁର ପଞ୍ଚାୟତର ଅନେକ ବ୍ୟକ୍ତି ଆସି ନିଜ ନିଜର ଚକ୍ଷୁ ପରୀକ୍ଷା କରି ମୋତିଆବିନ୍ଦୁ ଚିହ୍ନଟ କରିବାର ସୁଯୋଗ ପାଇପାରିଥିଲେ। ଏହି ଅଞ୍ଚଳ ଏକ ବଣ ପାହାଡ଼ ଇଲାକା ହୋଇଥିବା ଯୋଗୁଁ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେଣୁ ନିଜ ଅଞ୍ଚଳରେ ଏହି ଶିବିର ହୋଇଥିବା ଯୋଗୁଁ ଚକ୍ଷୁ ପରୀକ୍ଷା କରିବା ପାଇଁ ଖୁବ୍ ଉତ୍ସାହ ସହକାରେ ରୋଗୀ ଆସୁଥିବା ଦେଖିବାକୁ ମିଳିଥିଲା। କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ, କୁଆଁର ପଞ୍ଚାୟତ FLS ଏବଂ କେନ୍ଦୁଝର ଭୂମିକା ଚକ୍ଷୁ ଚିକିତ୍ସାଳୟର ମିଳିତ ସହଯୋଗରେ ଏହି ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଥିଲା। କୁଆଁର ପଞ୍ଚାୟତ ସରପଞ୍ଚ ମୁରଲୀଧର ମନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅମୂଲ୍ୟ ନାୟକ ପ୍ରଥମେ ମା ତାରିଣୀଙ୍କ ଫଟୋଚିତ୍ରରେ ଧୂପଦୀପ ଦେଇ ଉଦ୍ଘାଟନ କରିଥିଲେ। ଏହି ଶିବିରକୁ କାଞ୍ଜିପାଣି, କୁଆଁର, ତାଳପଦା, ହଳଦୀପାଣି, ଉପର ପଣସନାସା, ତଳ ପଣସନାସା ଏବଂ ନିପ ଗ୍ରାମର 58 ଜଣ ବରିଷ୍ଠ ବ୍ୟକ୍ତି ଆସି ଚକ୍ଷୁ ପରୀକ୍ଷା କରିଥିଲେ। ସେଥିମଧ୍ୟରୁ 14 ଜଣଙ୍କୁ ମୋତିଆବିନ୍ଦୁ ଚିହ୍ନଟ କରାଯାଇଥିବା ବେଳେ 12 ଜଣଙ୍କୁ କେନ୍ଦୁଝର ଭୂମିକା ଚକ୍ଷୁ ଚିକିତ୍ସାଳୟକୁ ମୋତିଆବିନ୍ଦୁ ଅପରେସନ ପାଇଁ ଅଣାଯାଇଥିଲା। ଭୂମିକା ଚକ୍ଷୁ ଚିକିତ୍ସାଳୟ ଦ୍ୱାରା ରୋଗୀଙ୍କୁ ମୋତିଆବିନ୍ଦୁ ମାଗଣାରେ ଅପରେସନ କରି ଔଷଧ ଏବଂ ଚଷମା ମଧ୍ୟ ମାଗଣାରେ ପ୍ରଦାନ କରାଯିବ ବୋଲି କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର କୋଷାଧ୍ୟକ୍ଷ ସଞ୍ଜୀବ ପାଇକରାୟ ସୂଚନା ଦେଇଛନ୍ତି। ଅତ୍ୟାଧୁନିକ ଶୈଳୀରେ ଅସ୍ତ୍ରୋପଚାର କରି ଉନ୍ନତ ସେବା ଯୋଗାଇ ଆସୁଥିବା ଭୂମିକା ଚକ୍ଷୁ ଚିକିତ୍ସାଳୟ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିସାରିଥିବା ବେଳେ ଭୂମିକା ଚକ୍ଷୁ ଚିକିତ୍ସାଳୟ ଉପରେ ଲୋକଙ୍କ ଭରସା ରହିଆସିଛି। ଏହି ଚକ୍ଷୁ ପରୀକ୍ଷା ଶିବିର ଭୂମିକା ଚକ୍ଷୁ ଚିକିତ୍ସାଳୟ କ୍ଷେତ୍ରୀୟ ପରିଚାଳକ ରୁଦ୍ରନାରାୟଣ ଲହାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବରିଷ୍ଠ ସ୍ୱାସ୍ଥ୍ୟ ସେବିକା ସବିତା ମହାନ୍ତ, ଆରାଧନା ସାହୁ, ବର୍ଷାରାଣୀ ସାହୁ, କ୍ଷେତ୍ରୀୟ ସଂଗଠକ ସୁକାନ୍ତ ଦାସ ପରିଚାଳନା କରି ଶିବିରକୁ ଆୟୋଜନ କରିଥିଲେ। ପ୍ରତ୍ୟେକ ରୋଗୀ ଆସି ଯେମିତି ସୁବିଧା ଏବଂ ସୁରକ୍ଷିତ ଭାବରେ ନିଜ ନିଜର ଆଖି ପରୀକ୍ଷା କରିପାରିବେ ସେଥିପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିଲା। କେନ୍ଦୁଝରରୁ ବାସୁଦେବ ସିଂଙ୍କ ସହିତ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, AB ନ୍ୟୁଜ୍। ପିତ୍ତଳ ବାଟ ଦେଖ ଚାନ୍ଦ ଭଳିଆ